ଆଉ ମୋର ଜମି ଦିପା ମୁଁ ଜମି 12 ଗୁଣ୍ଠ ଜମି ତଳି ପକାଇଥିଲି। ଆଉ 4 ପଣ ତଳି ମାରି ରଖିଥିଲି। ସକାଳୁ ତଳି ରୁଆ ହେବ କାଦୁଅ ହେବ ବୋଲି ଲୋକ ଠିକା କରିକି ସକାଳୁ ଭୋରୁ ଆସିଲା ଆସିକି ବିଲରେ ଆଉ ତଳି ନାହିଁ। 3ଟା ହାତୀ ପଶିକି ଛିନ୍ନ ଭିନ୍ନ କରିକି ସବୁ ନଷ୍ଟ। ମୁଁ ଏ ବାହାବାରି ମୁଣ୍ଡରେ ହାତୀ ବସିଛି। ତେଣୁ ଏଥିପାଇଁ ଆପଣ ସରକାର ଯାହା ସାହାଯ୍ୟ କରିବେ। ଆଉ ଫରେଷ୍ଟ କିଛି ଶୁଣିବାର ନାହିଁ। ଧାନ କଟାରେ ବି ନଷ୍ଟ କରୁଛନ୍ତି। ଆମେ ବାରମ୍ବାର କମ୍ପ୍ଲେନ୍ ଦେଉଛୁ, ପିଟିସନ୍ ଦେଉଛୁ, କିଛି ବି ଶୁଣିବାର ନାହିଁ। ସେ ଆସିବେ ରୋଡ଼ରେ, ସିଧା ରୋଡ଼ରେ ଯିବେ। ହାତୀ ବୁଲୁଛି, ଲୋକ ମାରୁଛି। ଆମେ ବି ଘରେ ବି ରହିପାରୁନି। ଘର ପାଖାପାଖି ଜଙ୍ଗଲରେ ସବୁ ଅଛି। ମାରିଦିଏ ମଣିଷକୁ। ଆମେ ଯଦି ବଞ୍ଚିବୁ ସରକାର ଆର ପଦକ୍ଷେପ ନିଅନ୍ତୁ। ହାତୀ 3ଟା ହାତୀ ରାତିରେ ଆସିକି ଦିପା 12 ଗୁଣ୍ଠ ବିଲ ତଳି ନଷ୍ଟ କରିଦେଇଛନ୍ତି। ବିହନ କିଣିକି ଆଣିଥିଲୁ। ଆଉ ଏଇ ଏରିଆରେ ତ ସମସ୍ତଙ୍କ ବିଲ ସବୁ ଏମିତି ଘାଣ୍ଟା ଘାଣ୍ଟି କରିକି ଯାଇଛନ୍ତି। ଲୋକ କରିଥିଲୁ ତଳି ମାରିବାକୁ ଆଉ ଆସିଲା ବେଳକୁ ତ ସବୁ ହାତୀ ସବୁ ନଷ୍ଟ କରିଦେଇଛି ଆଉ। ହଁ 2 ଏକର ହେବ। ମୁଁ କହିବା କଥା ମୋ ଧାନ ମୁଁ ତଳି ଆଣିକି ପକେଇଥିଲି କିଣିକି, ମୋ ତଳି ତ ସବୁ ନଷ୍ଟ କରିଦେଇଛି। ଆଉ ମୁଁ କେମିତି ମାଥା ଧାନ ରୋଇବି? ଆଉ ମୁଁ କେମିତି ସଂସାର ରହିବି? କ'ଣ ମାନେ ଯାହା କରିବେ। ନଷ୍ଟ କିଏ କରିଛି ଆପଣଙ୍କର? ହାତୀ 3ଟା ହାତୀ ଆସିକି ସବୁ ନଷ୍ଟ କରିକି ଗଛ କରିବି। କେତେ ବିଲ ଚାଷ ବିଲ ମୁଁ 2 ଏକର ବିଲ ରୋଇଲା ପକେଇଥିଲି ତଳି। ଆଉ ତଳି ଟୋଟାଲ ନାହିଁ, ସବୁତକ ଜାଳିକି ସାନ୍ଧି। हेलो 10th एग्जामिनीज आपण मैंने एमती एक स्कूल खोजुचंती कि जोंठी इंटीग्रेटेड कोचिंग पाई परिबे तेबे टीएससी गुरुकुल जोग दियंतु जा एकेडमिक लर्निंग पार्टनर फिजिक्स वाला सहित अनुमोदित कॉल 9438782020।